ଆରମ୍ଭ କରୁଛି। ଜୟ ଜଗନ୍ନାଥ। ମୁଁ ନିକି ପ୍ରିୟଦର୍ଶିନୀ ମଲ୍ଲିକ। ଆଜିର ଆୟୋଜିତ ସଭାର ସଭାପତି ମହୋଦୟଙ୍କୁ ମୋର ପ୍ରଣାମ। ଏଠାରେ ଉପସ୍ଥିତ ପୂଜ୍ୟ ଗୁରୁଜୀ ଗୁରୁମା ତଥା ମୋ ଅଞ୍ଚଳର ସମସ୍ତ ଗୁରୁଜନ ଏବଂ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଆଜି ନିଶ୍ଚିତ ଭାବେ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଆମ ଗହଣରେ ରହି ଯିଏ ଆମ ଅଞ୍ଚଳରୁ ଅଜ୍ଞାନର ଅନ୍ଧକାର ଦୂର କରି ଜ୍ଞାନର ଆଲୋକ ଏହି ଅଞ୍ଚଳରେ ପ୍ରଦାନ କରିବାରେ ସେ ସାରା ଜୀବନ ସାଧନା କରାଯାଇଥିଲେ। ସେ ଆମର ପରମ ପୂଜ୍ୟ ଆମ ବିଦ୍ୟାଳୟର ଖ୍ୟାତନାମା ପ୍ରବୀଣ ଶିକ୍ଷାବିତ୍ ଛାତ୍ର ବତ୍ସଳ ପରୋପକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାମଲ ମହୋଦୟ ଆଜି ଅବସର ନେଉଛନ୍ତି। ଏହି ଦୁଃଖପୂର୍ଣ୍ଣ ମୁହୂର୍ତ୍ତରେ ତାଙ୍କ ପାଇଁ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଅତ୍ୟନ୍ତ ଗୌରବାନ୍ୱିତ ମନେ କରୁଛି। କେବଳ ଆମ ବିଦ୍ୟାଳୟ ପାଇଁ ସେ ଜଣେ ଶିକ୍ଷକ ନୁହନ୍ତି, ଏହି ଅଞ୍ଚଳର ସମସ୍ତ ବ୍ୟକ୍ତିଙ୍କ ପାଇଁ ସେ ଜଣେ ପରମ ପୂଜ୍ୟ ଆଦର୍ଶ ଶିକ୍ଷକ ଭାବେ ପରିଚିତ। କେବଳ ପିଲାମାନଙ୍କୁ ସେ ପାଠ ପଢ଼ାଇ ନାହାନ୍ତି, ଏହି ଅଞ୍ଚଳରେ ଥିବା ଅବାଳ ବୃଦ୍ଧବନିତାଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକ ନୂଆ ଜୀବନର ଆଲୋକ ଏବଂ ଆଶା ଦେଖାଇଛନ୍ତି। ଆଜି ସମଗ୍ର ଅଞ୍ଚଳ ତାଙ୍କ ନିକଟରେ ସବୁଦିନ ପାଇଁ ଚିରଋଣୀ। ଆଜିର ଏହି ଅବସରକାଳୀନ ବିଦାୟ ସଭାରେ ଅଞ୍ଚଳବାସୀଙ୍କ ଆଖିରେ ଲୁହ ଓ ମନରେ କୋହ। ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ବିଶେଷ। ଏହି ବିଦ୍ୟାଳୟ ଯେବେଠାରୁ ପ୍ରତିଷ୍ଠିତ ହୋଇଛି ସେହି ଦିନଠାରୁ ସେ ନିଜର ଉଦ୍ୟମ ନିଷ୍ଠା ସାଧନା ବଳରେ ଏହି ବିଦ୍ୟାଳୟର ବୃଦ୍ଧିକୁ ଆଗେଇ ନେବାରେ ସହାୟକ ହୋଇଛନ୍ତି। ଏହି ବିଦ୍ୟାଳୟର ବୃଦ୍ଧିରେ ଆଗେଇ ନେଇଥିବା ଏହି ମହାଶୟ ଆଜି ଶହ ଶହ ଶିକ୍ଷିତ ବ୍ୟକ୍ତି ସୃଷ୍ଟି କରିପାରିଛନ୍ତି। ଏହାର ଉଦାହରଣ ଆମେ ଏହି ଅଞ୍ଚଳର ସମସ୍ତ ବ୍ୟକ୍ତିଙ୍କଠାରୁ ପାଇପାରିବା। ଆଜି ତାଙ୍କର ଶିକ୍ଷା ଯୋଗୁଁ କିଏ ଡାକ୍ତର ହୋଇପାରିଛି, ତ କିଏ ଇଞ୍ଜିନିୟର ହୋଇପାରିଛି, ଆଉ ତ କିଏ ରେଳବାହିନୀର ମୁଖ୍ୟ ହୋଇପାରିଛି। ଜଣେ ପ୍ରବୀଣ ଶିକ୍ଷାବିତ ଭାବରେ ସେ ଅନ୍ୟାନ୍ୟ ସହକାରୀ କର୍ମଚାରୀ, ସରକାରୀ ଅଫିସର ବିଭିନ୍ନ କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ସନ୍ତୁଷ୍ଟ କରାଇ ପାରିଛନ୍ତି। ଆଜି ତାଙ୍କର ବ୍ୟକ୍ତିତ୍ୱ ନିକଟରେ ମୋର ହେଉ ଅବା ଆପଣମାନଙ୍କର ସମସ୍ତଙ୍କ ମୁଣ୍ଡ ତଳକୁ ନଇଁ ଯାଉଛି। ଛାତ୍ରଛାତ୍ରୀମାନଙ୍କର ମନସ୍ତାତ୍ତ୍ୱିକ, ଆର୍ଥିକ, ବୌଦ୍ଧିକ ଗୁଣକୁ ବୁଝି ତାହାକୁ କାର୍ଯ୍ୟରେ ଲଗାଇବା ତାଙ୍କର ଏକ ବିଶେଷ ଗୁଣ ଥିଲା। ଛାତ୍ରଛାତ୍ରୀମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀକୁ ବିକାଶ ପଥରେ ଆଗେଇ ନେବା ପାଇଁ ସେ ଅତ୍ୟନ୍ତ ଭଲ ପାଉଥିଲେ। 35 ବର୍ଷର ଚାକିରି କରି ସେ ଏବେ ବି ଥକି ଯାଇନାହାନ୍ତି। ତାଙ୍କର ଥକିଯିବା ଭଳି ମନୋଭାବ ଏବେ ବି ଆସିନାହିଁ। ତାଙ୍କର କାର୍ଯ୍ୟ କରିବାକୁ ଦେଖିଲେ ସେ ଏବେ ବି ଯୁବକ। କେବଳ ବୟସର ମାୟାଜାଲ ତାକୁ ବାନ୍ଧି ଏହି ବିଦ୍ୟାଳୟ ବା ଅଞ୍ଚଳରୁ ବିଦାୟ ନେବା ପାଇଁ ବାଧ୍ୟ କରିଦେଇଛି। ମୁଖ୍ୟ କଥା ଥିଲା ତାଙ୍କର ବିଶେଷ ଅହେତୁକତା। ସେ ବିଦ୍ୟାଳୟ ହେଉ ଅବା ବଗିଚାରେ ବିଭିନ୍ନ ଔଷଧୀୟ ମୂଳକ ଗଛ ଲଗାଇ ତାଙ୍କର ନୂତନ ପରିସର ବା ବଗିଚା ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ନିଜର ଘରକୁ ଭୁଲି ସେ ଏହି ଅଞ୍ଚଳ ଆଉ ବିଦ୍ୟାଳୟକୁ ନିଜର ପରିବାର ବୋଲି ଭାବିଛନ୍ତି। ତେଣୁ ସେ ଛାତ୍ରଟିଏ ହେଉ ଅବା ଛାତ୍ରୀଟିଏ ତାଙ୍କ ପାଇଁ ସେ କୌଣସି ବାପାଠାରୁ ମଧ୍ୟ କମ୍ ନଥିଲେ। ତାଙ୍କର ସହକାରୀ କର୍ମଚାରୀଙ୍କ ପାଇଁ କୌଣସି ବଡ଼ ଭାଇଠାରୁ ମଧ୍ୟ କମ୍ ନଥିଲେ। ପିଲାମାନଙ୍କୁ ଦଣ୍ଡ ଦେବା ଏବଂ କ୍ଷମା କରିବା ତାଙ୍କର ଏକ ବିଶେଷ ଗୁଣ। ତେଣୁ ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରାଇ ଏହି ଗୁଣର ସେ ଥିଲେ ଅଧିକାରୀ। ଏହି ପରମ ପୂଜ୍ୟ ମହାଶୟଙ୍କ ପାଦ ପଦ୍ମରେ ମୋର କୋଟିମତ ପ୍ରଣାମ ଜଣାଉଅଛି। ଜ୍ଞାତ ସାରରେ ହେଉ ଅବା ଅଜ୍ଞାତ ସାରରେ ହେଉ, ଯଦି ମୁଁ କିଛି ତାଙ୍କ ନିକଟରେ ଦୋଷ କରିଥାଏ ତେବେ ସେ କ୍ଷମା କରିବେ ବୋଲି ମୁଁ ଆଶା କରୁଅଛି। ଆଜି ସେ ଏହି ଅଞ୍ଚଳରୁ ବିଦାୟ ନେଇ ଆମକୁ ଦୁଃଖ ଦେଇ ଚାଲି ଯାଉଛନ୍ତି, କିନ୍ତୁ ଆମେ ତାକୁ ଆମ ମନରେ ରଖି ପୂଜା କରିବା। ଏହାଠାରୁ ବଡ଼ ଉପହାର ଆଉ ତାଙ୍କ ପାଇଁ କଣ ହୋଇପାରେ? ତାଙ୍କର ଶେଷରେ ମୁଁ ତା ବଳଦେବଜୀଙ୍କ ପାଦ ପଦ୍ମରେ ତାଙ୍କ ଦୀର୍ଘାୟୁ କାମନା କରି ଏଠାରୁ ବିରାମ ନେଉଛି। ଅଧିକ କଥା କହିବି। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ତୁମେବ ମାତା च पिता तुमेव बन्धु सखा तुमेव विद्या द्रविणं तुमेव सर्वं मम देव तुमेव सर्वं मम देव। एति कहि मोर वक्तव्यକୁ ଶେଷ